ଏପ୍ରିଲ ଖରାର ତାଣ୍ଡବରେ ସକାଳ 7ରୁ ହିଁ ଦେହ ଜଳି ଯାଉଛି ରେ। ଖରାରେ ଲୋକେ ଭଜା ମାଛ ଭଳି ଭାଜି ହେଇ ଯାଉଛନ୍ତି ରେ। ଓ ଆଉ ବଞ୍ଚି ହେବନି ରେ। ଦେବ ଟିକେ କୃପା କର ଇରେ ହେଇରେ। ଏପ୍ରିଲ ମାସ ଆଉ ମୁଣ୍ଡ ଉପରେ ତାଣ୍ଡବ କରୁଛି ଗ୍ରୀଷ୍ମ ପ୍ରବାହ। ସକାଳ 8 ବାଜିବା ବେଳକୁ ଘରୁ ବାହାରକୁ ପାଦ କାଢିବାକୁ ଡର ଲାଗୁଛି। କେବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ତାହା ନୁହଁ, ବରଂ ଖରା ସାଙ୍ଗକୁ ଗୁଳୁଗୁଳି ସମସ୍ତଙ୍କ ପ୍ରାଣ ଛଡ଼ାଇ ଦେଉଛି। ଆଉ ଏହାରି ଭିତରେ ଦିଲ୍ଲୀ ଏନସିଆରରେ ପାଗ ଏବେ ନିରନ୍ତର ପରିବର୍ତ୍ତନ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାର ଏପ୍ରିଲ 15 ଅର୍ଥାତ୍ ଆଜି ତାପମାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘଟିବ, ଯାହା ଫଳରେ ଦିଲ୍ଲୀ ଲୋକେ ଗରମ ଏବଂ ଆର୍ଦ୍ରତାର ସମ୍ମୁଖୀନ ହେବେ। ଦିଲ୍ଲୀର ପାଗ କ୍ରମାଗତ ଭାବରେ ଉଷ୍ମ ହେବାରେ ଲାଗିଛି। ସକାଳ 8ରୁ ଆକାଶ ସ୍ପଷ୍ଟ ରହିବ ଏବଂ ତା ସହିତ ଉଜ୍ଜଳ ସୂର୍ଯ୍ୟ କିରଣ ମଧ୍ୟ ରହିବା। ବୁଧବାର ଦିନ ଦିଲ୍ଲୀ ଏନସିଆରରେ ପବନର ବେଗ ହ୍ରାସ ସହିତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଗ ଢାଞ୍ଚାରେ ଏହି ପରିବର୍ତ୍ତନ ପରେ ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ୍। ଦିନଲିପି ଲାଇଭ୍ କୁ ଏବେ ହିଁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।